মঞ্চ ধরে তাঠু বেশি কথাকার সেମିତି ହେଇନଥିଲେ ବୋହୁଟା ତା ସ୍ୱାମୀ ପାଇଁ ବିକଳ ହଉଛି ଅଥଚ ତମେ ଆପଣଙ୍କୁ ହାତ ଯୋଡୁଛି, ଆପଣଙ୍କ ଗୋଡ ତଳେ ପଡୁଛି, ମୋ ସ୍ୱାମୀକୁ ବଞ୍ଚେଇ ଦିଅନ୍ତୁ ନନା, ମୋ ସ୍ୱାମୀକୁ ବଞ୍ଚେଇ। ଆରେ ମୋ କଥା ମାନିବି ତମ ଆଇଟା ସିନେମାଠାରୁ ସିନ୍ଦୁର ଆଖିଟା ହାତରୁ ଶଙ୍ଖ କରିଦେଲେ ତୋର ମଙ୍ଗଳସୂତ୍ର। ନନା ଆପଣ ବୁଝୁନାହାନ୍ତି କାହିଁକି? ଶପଥକୁ ବିନା ମୁଁ ବଞ୍ଚେଇ ପାରିବିନି ନନା, ବଞ୍ଚେଇ ପାରିବିନି ମୁଁ। ପଥର କାହାରି କଥା ବୁଝି ପାରେନି ଲୋ ସିତୁ। ତୁ ବରଂ ତୁ ଗୋଟେ କାମ କର, ତୁ ତ ବାପା ପାଖକୁ ଚାଲିଯା, ତାହେଲେ ତୋର ବଡ ବଡ ସାଙ୍ଗସାଥି ମାନେ ଥିବେ, ସେଇମାନଙ୍କୁ ଟଙ୍କା ଆଣି ତୋ ସ୍ୱାମୀକୁ ତୁ ବୋଉ ସମସ୍ତେ ମୁହଁ ଫେରେଇ ଦେଲେ, ଡାଡି ବି ମୁହଁ ଫେରେଇ ଦେଲେ, ମୁଁ କିନ୍ତୁ ମୁହଁ ଫେରେଇବିନି। ଯଦି ତୁ ମୋ କଥାରେ ବିଧବା ହେଇଯିବି। ଏଣେ ଚାହୁଁଛନ୍ତି ନା ଆପଣ? ମୋ କଥାରୁ ସିନ୍ଦୁର ପୋଛେଇ ଦେବି, ହାତରୁ ଶଙ୍ଖା ଭାଙ୍ଗି ଦେବି, ବେକରୁ ମଙ୍ଗଳସୂତ୍ର ଓହ୍ଲାଇ ଦେଇ ଆପଣଙ୍କ ପୁଅ ଜୀବନରୁ ଦୂରେଇ ଯିବେ, ଏଇଆ ଚାହୁଁଛନ୍ତି ନା ଆପଣ? ମୁଁ ସତ କହୁଛି ନନା, ମୁଁ ଯଦି ଆପଣଙ୍କ ପୁଅ ଜୀବନରୁ ଦୂରେଇ ଯାଏ, ନା ସିଏ ବଞ୍ଚିବେ ନା ମୁଁ ବଞ୍ଚେଇବି। ମୁଁ ଯଦି ମୋ ସ୍ୱାମୀକୁ ମନ ପ୍ରାଣ ଦେଇ ଭଲ ପାଉଥିବି, ତାହେଲେ ଭଗବାନ କେବେ ବି ନିଷ୍ଠୁର ହେବେନି, କେବେ ବି ନୁହଁ। ମୁଁ ଆପଣଙ୍କୁ ଦେଖେଇ ଦେବି, ମୋ ସ୍ୱାମୀକୁ ମୁଁ ନିଶ୍ଚୟ ଭଲ କରି ଦେଖେଇ ଦେବି, ଦେଖେଇ ଦେବି, ମୁଁ ଦେଖେଇ ଦେବି। ଏଇନା ଗୋଟେ ମାରବ ଏଇନା। ବାହାଘରର 8 ବର୍ଷ ପରେ ପୁଅ ଜନ୍ମ ହୋଇଥିଲା। ସେଦିନ ତମେ ଖୁବ୍ ଜୋରରେ ହସିଥିଲ। ଆଜି ସେଇ ପୁଅ ମରିବାକୁ ଯାଉଛି, ତମେ ହସିବ ନା କାନ୍ଦିବ? अल्लाह को ही ना